ଆପଣମାନେ ବି ଏମିତି ଗଡ଼ିଆ ଭିତରେ ମାନେ ଏକ୍ୱାରିୟମ୍ ନ କରିକି ଗଡ଼ିଆ ଭିତରେ ଏମିତି ମାଛ ଭିଡ଼ିଓ ବନେଇବା ପାଇଁ ଚାହୁଁଛନ୍ତି ତ ଭିଡ଼ିଓଟି ଶେଷ ଯାଇ ଦେଖନ୍ତୁ, ତାପରେ ଜାଣିପାରିବେ ଏମିତି ମାଛ ଭିଡ଼ିଓ କେମିତି ବନେଇବେ। ପ୍ରଥମ ତ ଯିବେ ଗୋଟେ ପଟା ମାନେ ପଚା ସଡ଼ା ଗଡ଼ିଆ କତିକି, ଦେଖିବେ ଯେଉଁଠି ମାଛ ଅଛି ୱାଟରପ୍ରୁଫ୍ ଫୋନ୍ଟା ବୁଡ଼େଇ ଦେବେ, ତାପରେ ଆପଣଙ୍କ ଭିଡ଼ିଓଟି ହେଇଯିବ। ଦେଖିବ ତୁମ ପଚା ଗଡ଼ିଆରେ ବୁଡ଼ିକି ଭିଡ଼ିଓଟି ବନେଇ ଦେଇଛି। ତ ଭିଡ଼ିଓଟି କେମିତି ହେଇଛି ବନେଇବା ପାଇଁ ଆପଣମାନେ ବହୁତ ମାତ୍ରାରେ ଚେଷ୍ଟା କରନ୍ତୁ ଆଉ କମେଣ୍ଟ କରିକି ଜଣାନ୍ତୁ ହେଲା ନା। ସାଙ୍ଗମାନେ ଜୟ ଶ୍ରୀରାମ, ମୁଁ ଯୋଗ ଆପଣମାନେ ସୋଧ କରୁଛି ଆଉ ଗୋଟେ ମୋର ନୂଆ ଇଣ୍ଟରେଷ୍ଟିଂ ଭିଡ଼ିଓ। ଆଇ ହୋପ୍ ଆପଣମାନେ ଭଲରେ ଥିବେ, ମୁଁ ବହୁତ ଭଲରେ ଅଛି। ତ ସାଙ୍ଗମାନେ ବେକ ବସିଯିବା ଯୋଗୁଁରୁ ମୁଁ ଯାଇଥିଲି ଟିକେ ଗଡ଼ିଆ ଆଡ଼, ତ ଗଡ଼ିଆର ଫୋନ୍ ବୁଡ଼ିକି ଗୋଟେ ଭିଡ଼ିଓ ବନେଇଲି, ଆପଣମାନେ ଦେଖନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିବ ତ ଲାଇକ୍ କମେଣ୍ଟ ସେୟାର ଆଣ୍ଡ ସବସ୍କ୍ରାଇବ୍। ଫୁଲ୍ ଭିଡ଼ିଓଟି ୱାଚିଂ କରନ୍ତୁ, କେମିତି ହେଇଛି ନିହାତି ଜଣାନ୍ତୁ। ଆଉ ଭିଡ଼ିଓଟା ଏବେ ଦେଖନ୍ତୁ, ଗଡ଼ିଆରେ ଯେହେତୁ ୱାଟରପ୍ରୁଫ୍ ଫୋନ୍ ଗଡ଼ିଆରେ ବୁଡ଼େଇ ଦିନ ସେଠି କୋଟି କୋଟିଆ ମାଛ ଥିଲେ, ଦେଖନ୍ତୁ କେତେ ସାରା ମାଛର କ୍ୟାପଚର୍ କରିଛି ମୁଁ ଖାଲି ଭିଡ଼ିଓଟା। ତାପରେ ସେମାନେ ଏବେ ଗଡ଼ିଆ କତିରେ ପହଞ୍ଚି ଯାଇଥିଲି, ତ ଗଡ଼ିଆରେ ଏବେ ଫୋନ୍ଟା ବୁଡ଼ିଲା ପରେ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି କୋଟି କୋଟିଆ ମାଛ ସବୁ, କେତେ ସାରା ମାଛ। କି ମାଛ ସାଙ୍ଗମାନେ କମେଣ୍ଟରେ ଜଣାଇବେ, ଆଉ ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରିଦିଅନ୍ତୁ। ଏତେ କଷ୍ଟ କରିକି ଯେହେତୁ ହାତ ବୁଡ଼େଇକି ଥଣ୍ଡା ପାଣିର ହାତ ବୁଡ଼େଇକି ଭିଡ଼ିଓ କ୍ୟାପଚର୍ କରିଛି, ଦେଖିବ ତ କେତେ ସାରା ମାଛ। ଏମିତି ତ କ୍ୟାମେରାର ଆଶା ମୋ ଫୋନ୍ର ଆସିଗଲା ଆଜି ପ୍ରଥମ ଟାଇମ୍, ଆମେ ଦେଖିନେଲୁ। ସେମାନେ ଦେଖନ୍ତୁ କେତେ ସାରା ମାଛ, ଖାଲି ମାଛ। ସବୁ ମାଛକୁ ଛାଣି ଜାଲ ନେଇକି ଧରିଦେବା କଥା, ମାନେ ମୁଣ୍ଡରେ ଜାଲ ନେଇକି। ମୁଁ ଧରିନି କି ମାଛ କମେଣ୍ଟରେ ଜଣେଇବ, ମୁଁ ବି ଜାଣିପାରୁନି। ମୁଁ ଚନ୍ଦା ଚନ୍ଦା ଦେଖାଯାଉଛି, ମହୁରାଳି ମାଛ ବୋଧେ। ହଁ ହଁ ସାଙ୍ଗମାନେ ମହୁରାଳି ମାଛ, ମାନେ ହ୍ରଦ ତଳେ ମାନେ ବଇଥିଲେ, ମୁଁ ହ୍ରଦର କରିକି ହାତଟା ବୁଡ଼ିନି, ଫୋନ୍ଟାକୁ ଏରକ କରିକି ତାପରେ ଭିଡ଼ିଓଟା କ୍ୟାପଚର୍ କରିନି ସାଙ୍ଗମାନେ। କାହିଁକିନା ଏମାନେ ବହୁତ ଚାଲାକ ମାଛ, ଯଦି ଟିକେ ଆଭାସ ହେବ ଗାୟବ। ମୁଁ ତ ହାତ ବୁଡ଼େଇକି ଏମାନଙ୍କର ଭିଡ଼ିଓ ଆଣିଛି। ଦେଖିବ ତ କେତେ ସୁନ୍ଦର ମାଛ ସବୁ, କେତେ ମାତ୍ରାରେ ମାଛ, ବଢ଼ିଆ ହେଇଛି। ଏବେ ଆଉ ଟିକେ ତଳକୁ ବୁଡ଼େଇଦେନି ହାତ, ଥଣ୍ଡା ମୋତେ ସାଙ୍ଗମାନେ। ଏବେ ଦେଖନ୍ତୁ, ଯଦି ଭାବିବେ ଏକ୍ୱାରିୟମ୍ ଏକା ନୁହେଁ, ଗଡ଼ିଆରେ କରିକି ହ୍ରଦ ଗଡ଼ିଆରେ ବୁଡ଼େଇଥିନି, ଉଠେଇଥିନି ଉପରକୁ, ପୁଣି ଆଉ ଥରେ ବୁଡ଼େଇମି। ଏ ଦେଖନ୍ତୁ ସାଙ୍ଗମାନେ ମାଛ ଉଠେଇନି, ଖରା ବେଳିଆ କରିକି ବୁଡ଼େଇଥିନି, ସେଥିପାଇଁ ଲାଇଟିଂ ବି ବଢ଼ିଆ ହେଉଥିଲା। ଆଉ ଥରେ ବୁଡ଼େଇକି ଚେକ୍ କରୁଛି, ଦେଖନ୍ତୁ ସେମାନେ ପଳେଇଯାଉଛି ମାଛ ଗୁଡ଼ା। ଆପଣମାନେ ଏମିତି କେବେ ଟ୍ରାଏ କରିଛନ୍ତି ନା କରିନାହାନ୍ତି କମେଣ୍ଟରେ ଜଣେଇବେ। ଆପଣମାନେ ଟ୍ରାଏ ଯଦି କରିବା ପାଇଁ ଚାହୁଁଛନ୍ତି ତ ୱାଟରପ୍ରୁଫ୍ ଫୋନ୍ ଆଣନ୍ତୁ, ତାପରେ ଯାଇକି ଟ୍ରାଏ କରନ୍ତୁ, ନହେଲେ ଫୋନ୍ ଖରାପ ହେଇଯିବ। ମୋର ଆଉ ୱାଟରପ୍ରୁଫ୍ ଥିଲା, ସେଇଥିପାଇଁ ମୁଁ ବୁଡ଼େଇଦେନି। ଏବେ ଦେଖିପାରୁଥିବେ ମାଛର ଭିଡ଼ିଓ ବହୁତ ମାନେ ଗୁଳିଆ ହେଇଗଲା ପାଣିଟା, ସେଠି ହାତ ବୁଲେଇ ବୁଲେଇ ଭଲ ଆସୁନି। କିଛି ଟାଇମ୍ ପରେ ବୁଡ଼ିକି ଟେଷ୍ଟ କରିମି। ଉଠେଇ ନେଲି ଶୁଣ, ମୋ ଫୋନ୍ଟାକୁ ଉଠେଇ ନେବି ଭାବୁଛି, ଉଠେଇ ନେଲି। ତାପରେ କିଛି ଟାଇମ୍ ପରେ ପୁଣି ଗନି, ପୁଣି ଯାଇକି ବୁଡ଼େଇନି। ଯେତେବେଳେ ପାଣି ଉପରୁ ଭିଡ଼ିଓଟା ନିଆ ହେଲା, ମାଛ ଆସୁନି, ତ ଆମେ ତଳୁ ନେବା ଏକାଥରେ ବୁଡ଼େଇକି ଦେଖିବା କେତେ ସୁନ୍ଦର ମାଛ ହେଇଛି ନା ହେଇନି। ଆସିଛି ଏଇ ମାଛ ଦେଖାଯାଉଛି ଆସିଛି ବୋଲି, ତ ବୁଡ଼ିଲା ପରେ ଜଣାପଡ଼ିବ କ'ଣ ହେଉଛି ନ ହେଉଛି ସେମାନେ। ତ ଦେଖନ୍ତୁ ଏବେ ବୁଡ଼େଇଦେନି ପାଣି ଭିତରେ, କେତେ ଦେଖାଯାଉଛି। କାହିଁଲା ମାଛ କାହିଁ ମୋରି ଭିଡ଼ିଓ ଜାଣିପାରୁଥିବେ ଆପଣମାନେ, ଆଉ କାହାରି ଭିଡ଼ିଓ ନୁହେଁ, ଏଇଟା ମୋ ଭିଡ଼ିଓ। ଦେଖନ୍ତୁ କେତେ ସାରା ମାଛ ହ୍ରଦ ଭିତରେ। ଏବେ ଫୋନ୍ ଉଲ୍ଟା କରିକି ବୁଡ଼େଇଛି ମୁଁ ତାହେଲେ, ଦେଖନ୍ତୁ। ଆଉ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ଲାଇକ୍ କମେଣ୍ଟ ସେୟାର ଆଣ୍ଡ ସବସ୍କ୍ରାଇବ୍। ଦେଖା ହବା ନେକ୍ସଟ ଭିଡ଼ିଓରେ ସାଙ୍ଗମାନେ। ନେକ୍ସଟ ଗୋଟେ ମୁଁ ଭାବୁଛି ସେଇ ଗଡ଼ିଆର ଭଲସେ ଦାନା ଏକା ପକେଇ ଦେଇକି